ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏମିତି କିଛି ମନ୍ତ୍ର ଦେବା ପାଇଁ ଯାଉଛି ଯେଉଁ ମନ୍ତ୍ରଟି ଆପଣମାନେ ସକାଳୁ ଉଠିବେ ଅଧୁଆ ମୁହଁରେ ଗୋଟିଏ ଢାଳ ପାଣି ନେବେ ସେହି ପାଣିରେ 7 ଥର ସେହି ମନ୍ତ୍ରଟି ପ୍ରୟୋଗ କରିବେ। ତାପରେ ଯାହାର ନାଁ ଧରିକି ସେହି ପାଣିଟିକୁ ଆପଣମାନେ ମୁହଁ ଧୋଇବେ ରାତି ହଉ ହଉ ସେହି ସ୍ତ୍ରୀ ଜଣକୁ ଆପଣମାନଙ୍କୁ ଡାକିବ ନିଶ୍ଚୟ। ଆଉ ଡାକିବ କାହିଁକି ସେ କଥା ଆପଣ ଗଲା ପରେ ଜାଣିପାରିବେ। ଯଦି ଆପଣମାନେ କୌଣସି ସ୍ତ୍ରୀ ପ୍ରତି ତାହାର ରୂପ ଲାବଣ୍ୟ ପ୍ରତି ଆପଣମାନେ ଆକର୍ଷିତ ହୋଇଯାନ୍ତି ଆଉ ଚାହାନ୍ତି କି ସେହି ସ୍ତ୍ରୀ ଆପଣଙ୍କୁ ମିଳୁ ତାହେଲେ ଆପଣମାନେ ଏହି ପ୍ରୟୋଗ କରିବେ। ଦେଖନ୍ତୁ ଏଇଟା କେବଳ ଖରାପ ଉଦ୍ଦେଶ୍ୟ ପାଇଁ ଏହି ପ୍ରୟୋଗ କରାଯାଏ ଆଉ ଏହି ମନ୍ତ୍ରଟି କୌଣସି ଦୈବୀ ମନ୍ତ୍ର ନୁହେଁ, ଏହା ହେଉଛି ଆସୁରିକ ମନ୍ତ୍ର। ତେଣୁ ଆପଣମାନେ ପ୍ରୟୋଗ କରିବା ପାଇଁ ଚାହିଁବେ ତାହେଲେ ଆପଣମାନେ ନିହାତି ଭାବରେ 5-6 ଥର ଭାବିବେ ନଚେତ୍ 10 ଥର ମଧ୍ୟ ଭାବିବେ ତାପରେ ଏହି ମନ୍ତ୍ରକୁ ପ୍ରୟୋଗ କରିବେ। କାହିଁକିନା ଏହି ମନ୍ତ୍ରଟି ବିପରୀତ ମଧ୍ୟ ହୋଇଥାଏ ଏବଂ ଆପଣମାନେ ସଠିକ୍ କର୍ମରେ ଯଦି ଲଗାଇବେ ତାହେଲେ ଠିକ୍ ଠାକ୍ ଭାବରେ ମଧ୍ୟ କାମ କରିଥାଏ ନଚେତ୍ ବିପରୀତ ମଧ୍ୟ ହୋଇଥାଏ। ବର୍ତ୍ତମାନ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେହି ମନ୍ତ୍ରଟି କହୁଛି ସମ୍ପୂର୍ଣ୍ଣ ବିଧିବିଧାନ ସହିତ। ତା ପୂର୍ବରୁ ଆପଣ ସମସ୍ତଙ୍କୁ ଗୋଟିଏ ସୂଚନା ଦେଖନ୍ତୁ, ଆପଣମାନେ ହୁଏତ କାହାକୁ ନା କାହାକୁ ପ୍ରେମ କରନ୍ତି, ସେ ଝିଅ ହେଉ କିମ୍ବା ପୁଅ ହେଉ, ସେ ଆପଣଙ୍କୁ ପ୍ରେମ କରୁନାହିଁ କିମ୍ବା ଆପଣଙ୍କୁ ପ୍ରେମ କରୁଥିଲା, ବର୍ତ୍ତମାନ ସେ ଆପଣଙ୍କଠୁ ଦୂରେଇ ଯାଉଛି, ଅନ୍ୟ ପିଲାକୁ ସେ ଭଲ ପାଉଛି କିମ୍ବା ଅନ୍ୟକୁ ପାଇଲା ପରେ ଆପଣଙ୍କୁ ସେ ଭୁଲି ଯାଉଛି, ତାହେଲେ ଆପଣମାନେ ଆମ ସହିତ ନିଶ୍ଚୟ ଯୋଗାଯୋଗ କରିବେ। ଦେଖନ୍ତୁ ଏହି ମନ୍ତ୍ର ଅଲଗା ଆଉ ଆମେ ଯେଉଁଟା ଦେବୁ ସେଇଟା ଅଲଗା। ଆପଣମାନେ ଯୋଗାଯୋଗ କଲେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ବିଷୟବସ୍ତୁ କହିବୁ, ତାପରେ ଆପଣଙ୍କୁ ଇଚ୍ଛା ଲାଗିବ ନେଇପାରିବେ ନଚେତ୍ ନେବେ ନାହିଁ। ଆଉ ଦେଖିବେ ଯେଉଁଟା ପ୍ରୟୋଗ କରିବେ ସାଙ୍ଗେ ସାଙ୍ଗେ ସେହି ସ୍ତ୍ରୀ ଜଣକ ବା ସେହି ଝିଅ ଜଣକ ଆପଣଙ୍କ ହାତ ମୁଠାକୁ ଆସିଯିବ। ସେ ଆପଣଙ୍କ ବ୍ୟତୀତ ଅନ୍ୟ କାହାକୁ ଦେଖିବ ନାହିଁ କିମ୍ବା କାହାକୁ ପ୍ରେମ କରିବ ନାହିଁ। ଆପଣମାନେ ଏହି ପ୍ରୟୋଗ ଶନିବାର ଦିନ ଆରମ୍ଭ କରିବେ। ଆପଣମାନେ ଗୋଟିଏ ମନ୍ତ୍ର ଶୁଣନ୍ତୁ, ଓମ୍ ବସ୍ୟମୁଖୀ ରାଜମୁଖୀ, ଓମ୍ ବସ୍ୟମୁଖୀ ରାଜମୁଖୀ, ଓମ୍ ବସ୍ୟମୁଖୀ ରାଜମୁଖୀ। ଏହି ମନ୍ତ୍ରଟିକୁ ଆପଣମାନେ କ'ଣ କରିବେ, ଗୋଟିଏ ଢାଳ ପାଣି ନେବେ, ନିଜର ହାତରେ ଧରିବେ। ଦେଖନ୍ତୁ ଆପଣମାନେ ଦକ୍ଷିଣ ହସ୍ତରେ ଏକା ଧରିବେ ଆଉ ଆପଣମାନେ ଏହି ମନ୍ତ୍ରଟିକୁ ଲାଗି ଲାଗି 7 ଥର ମନ୍ତ୍ର ଉଚ୍ଚାରଣ କରିବେ ଏବଂ ଫୁଙ୍କ ମାରିବେ 21 ଥର ହେଲା। ତାପରେ କ'ଣ କରିବେ, ନିଜ ମୁହଁକୁ ସେହି ପାଣି ଧୋଇବେ। କିନ୍ତୁ ଯେଉଁ ସମୟରେ ଧୋଇବେ ଆପଣମାନେ ଯାହା ପାଇଁ ପ୍ରୟୋଗ କରିବେ ସେହି ସ୍ତ୍ରୀର ନାଁ ଉଚ୍ଚାରଣ କରିକି ଏକା ଆପଣମାନେ ମୁହଁ ଧୋଇବେ। ଦେଖନ୍ତୁ ଆଉ ଆପଣମାନେ ଏହି ମନ୍ତ୍ରକୁ ସିଦ୍ଧି କରିବାକୁ ପଡ଼ିବ କି ନାହିଁ ଆପଣମାନେ ଜାଣିଛନ୍ତି, ଯେକୌଣସି ମନ୍ତ୍ରକୁ ସିଦ୍ଧି କରିବାକୁ ନିହାତି ପଡ଼ିଥାଏ। ବିନା ସିଦ୍ଧିରେ କୌଣସି ମନ୍ତ୍ର କାମ କରେ ନାହିଁ, ସେଇଟା ଆସୁରିକ ହେଉ କିମ୍ବା ଦୈବିକ ମନ୍ତ୍ର ମଧ୍ୟ ହେଇଥାଉ। ଏହି ମନ୍ତ୍ରଟି ଆପଣମାନେ କେମିତି ସିଦ୍ଧି କରିବେ, ଦେଖନ୍ତୁ ଆପଣମାନେ ଅମାବାସ୍ୟା ଦିନ ନଦୀ କୂଳକୁ ଯାଇକି ଏହି ମନ୍ତ୍ରଟିକୁ 108 ଥର ଯଦି ଜପ କରିବେ ତାହେଲେ ଆପଣଙ୍କର ଏହି ମନ୍ତ୍ରଟି ସିଦ୍ଧି ହୋଇଯାଏ। ଯେତେବେଳେ ଆପଣମାନଙ୍କର ଏହି ମନ୍ତ୍ରଟି ସିଦ୍ଧି ହୋଇଯିବ ତାପରେ ଆପଣମାନେ ଅତି ସହଜରେ ଏହି ମନ୍ତ୍ରକୁ ପ୍ରୟୋଗ କରିପାରିବେ। ଶନିବାର ଦିନ କେବଳ ମାତ୍ର 7 ଥର ଉଚ୍ଚାରଣ କରିବେ, ସେହି ପାଣିକୁ ମୁହଁ ଧୋଇବେ, ଯାହା ନାଁ ନେଇଥିବେ ସେ ସ୍ତ୍ରୀ ଜଣକ ରାତି ହଉ ହଉ ଆପଣଙ୍କ ପାଖକୁ ଆସିଯିବ କିମ୍ବା ଆପଣଙ୍କୁ ମଧ୍ୟ ସେ ଡାକିବାକୁ ଲାଗିବ। ଏଇଟା ପରୀକ୍ଷା କରାଯାଇଛି କି, ଦେଖନ୍ତୁ ଏଇଟା ପରୀକ୍ଷା କରାଯାଇଛି କିନ୍ତୁ ଏହା ବିପରୀତ ଫଳ ଦେଇଛି। ମୁଁ ଆପଣମାନଙ୍କୁ ଆଗରୁ କହୁଛି ଏହା ବିପରୀତ ଫଳ ଦେଇଛି। ହୁଏତ ଆପଣମାନେ ତା ପ୍ରତି ଆସକ୍ତ ହୋଇପାରନ୍ତି ନଚେତ୍ ସେ ଆପଣଙ୍କ ପ୍ରତି ଆସକ୍ତ ହୋଇଯିବ।